आमर संस्कृति आमर संस्कार सर्वदा रहू आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। भगवान परशुराम चरण वंदना कर। निजर परिचय देल नहीं तुम्हें दुहे। आपण तो स्वयं भगवान बोलांती आउ भगवान तांकर प्रत्येक भक्त को चिन्हती। यह भावी जे आपण निजर एही दास को तो चिन्ही थिबे, मोर परिचय देवा आवश्यक भाविली नहीं। एमाने अयोध्या नरेश दशरथंक सुपुत्र राम और लक्ष्मण। आपण बहुत शुभ अवसर रे आछंती प्रभु। आसंतु आसन ग्रहण करंतु। एई मीठा मीठा कथारे तुम्हें मते बहकाई पारिबो नहीं मूर्ख जनक। मु महेंद्र पर्वत रे तपस्या करुथिली कि शिवधनु भांगिबार घोर शब्द शुणा गला। मु जानिबा को चाहे आमर आराध्य देवता शिवंकर धनु भांगिबार दुस्साहस किए से कला। कहूनु कहीं कि मूर्ख कह कह कहार मृत्यु मते पर्यंत टाणी आनी जल्दी कह नहले जे पर्यंत तोर राज्यर सीमा से पर्यंत पृथ्वी को मु ओलट पलट करी रखी देवी। तोर समस्त राज्य नष्ट करी देवी, नष्ट करी देवी। प्रभु शिवधनु को भांगी देबा एपरी दुस्साहस
କେବଳ ଆପଣଙ୍କର ଦାସ ହିଁ କରିପାରିବ। ସେଥିପାଇଁ କ'ଣ ଆଜ୍ଞା ଦେବେ ଆପଣ ମୋତେ କୁହନ୍ତୁ। ସେବକ ସେହି ଯିଏ ସେବା କରେ, ଯିଏ ଶତ୍ରୁତା କରେ ତାକୁ ଶତ୍ରୁ ଭାବି ତାକୁ ଦଣ୍ଡ ଦେବା ଉଚିତ। ଯିଏ ଏହି ଶିବଧନୁକୁ ଭାଙ୍ଗିଛି ସେ ସହସ୍ର ଭାଉ ଭଳି ମୋର ଶତ୍ରୁ। ସାବଧାନ, ଜନକ, ବିଶ୍ୱାମିତ୍ର ଓ ଏଠି ଏକତ୍ରିତ ହୋଇଥିବା ରାଜାମାନେ ଏବଂ ଏହି ସମସ୍ତ ସଭାକୁ ମୁଁ ସାବଧାନ କରିଦେଉଛି କି ଯେଉଁଠି ସେହି ଅପରାଧୀ ଲୁଚିଛି ତାକୁ ବାହାରକୁ ଆଣି ଛିଡ଼ା କରିଦିଆଯାଉ। ଅନ୍ୟଥା ମୁଁ ସେହି ଶିବଦ୍ରୋହୀକୁ ମୃତ୍ୟୁଦଣ୍ଡ ଦେବି। ଏହା ବୁଝିନିଅ ଯେ ତମମାନଙ୍କ ମଧ୍ୟରୁ ଜଣଙ୍କର ମଧ୍ୟ ପ୍ରାଣ ରହିବ ନାହିଁ। ଗୋଟେ ଧନୁ ଭାଙ୍ଗିଗଲା ବୋଲି ଏତେ କ୍ରୋଧିତ ହେବାର ଆବଶ୍ୟକତା କ'ଣ? ଆମେ ତ ବାଲ୍ୟାବସ୍ଥାରେ ଅନେକ ଧନୁ ଭାଙ୍ଗିଛୁ, ସେତେବେଳେ ତ କେହି କ୍ରୋଧ କରିନାହାନ୍ତି। ରାଜାର ପୁଅ, ଟିକେ ବୁଝି ସୁଝି କଥା କହ। ସମଗ୍ର ବିଶ୍ୱରେ ସମ୍ମାନିତ ମହାଶିବ ଧନୁକୁ ପିଲାଙ୍କ ଧନୁ ଭଳି ଭାବୁଛୁ? ଏଇଟା ସେଇ ଧନୁ ଯେଉଁଥିରେ ଶଙ୍କର ତିବ୍ରାଇର ବଦ୍ଧ କରିଥିଲେ। ବ୍ରାହ୍ମଣ ଦେବତା, ଆପଣଙ୍କୁ ଧନୁ ଧନୁରେ ଫରକ ଜଣାପଡ଼ୁଥିବ। ଆମେ ତ କ୍ଷତ୍ରିୟ, ଧନୁ ବାଣରେ ଖେଳିବା ଆମର ନିତ୍ୟକର୍ମ। ଆମ ପାଇଁ ତ ସବୁ ଧନୁ ଏକା ଭଳି। ନ ବୁଝିବାର ଗୋଟେ ସୀମା ଅଛି। ଲାଗୁଛି ଯେପରି ଜୀବନ ପ୍ରତି ତୋର ମୋହ ନାହିଁ। ମୋର ମୋହ ଥାଉ କି ନଥାଉ, କିନ୍ତୁ ଲାଗୁଛି ଆପଣଙ୍କୁ ଏହି ପୁରୁଣା ଶିବଧନୁ ପାଇଁ ବହୁତ ମୋହ ଅଛି, ଯାହା ଭାଙ୍ଗିଯିବା ଫଳରେ ଆପଣ ପିଲାଙ୍କ ଭଳି ବିଳି ବିଳଉଛନ୍ତି। ରଘୁବର ଏହାକୁ ହାତ ଲଗାଇଲେ ଓ ଏହା ଭାଙ୍ଗିଗଲା। ଏଥିରେ ତାଙ୍କର କୌଣସି ଦୋଷ ନାହିଁ। ହେଁ, ଏବେ କ୍ରୋଧ ତ୍ୟାଗ କରନ୍ତୁ ମୁନିବର, ବହୁତ ଧମକେଲେଣି ଆପଣ। ଲାଗୁଛି ଯେ ତୁ ତୋର ମାତାଙ୍କୁ ପୁତ୍ରହୀନ କରିବାକୁ ଚାହୁଁଛୁ। ମୁଁ ତ ତତେ ବାଳକ ଭାବି ଏ ପର୍ଯ୍ୟନ୍ତ ବଞ୍ଚେଇ ରଖିଥିଲି। ଆଉ ମୁଁ ଆପଣଙ୍କୁ ଗୋଟିଏ ବ୍ରାହ୍ମଣ ଭାବି ଏ ପର୍ଯ୍ୟନ୍ତ ହାତ ଉଠେଇ ନାହିଁ। ଆମ କୂଳରେ ବ୍ରାହ୍ମଣଙ୍କୁ ବଧ କରାଯାଏ ନାହିଁ, ତାଙ୍କର ରକ୍ଷା କରାଯାଏ। ଷଠ ଅଶିଷ୍ଟ ନିରଙ୍କୁଶ ବାଳକ, ତୁ ବୋଧ ହୁଏ ମତେ କେବଳ ଏକ ବେଦପାଠୀ ବ୍ରାହ୍ମଣ ବୋଲି ଭାବିଛୁ। ତୁ ଜାଣିନାହୁଁ ମୁଁ କ୍ଷତ୍ରିୟ କୁଳ ନାଶକ, ବାଳ ବ୍ରହ୍ମଚାରୀ, ଅତି କ୍ରୋଧୀ, ସେହି ପରଶୁରାମ ଯିଏକି ବହୁତ ଥର ଏହି ପୃଥିବୀକୁ କ୍ଷତ୍ରିୟଙ୍କ ଠାରୁ ବିହୀନ କରିଦେଇଛି। କ୍ଷତ୍ରିୟ ରାଜାଙ୍କର ସକଳ ନାଶ କରି ଏହି ପୃଥିବୀ ଥରକୁ ଥର ବ୍ରାହ୍ମଣଙ୍କୁ ଦାନ କରିଛି। ଏହି କୁରାଢ଼ୀ ଦ୍ୱାରା ମୁଁ ସହସ୍ର ବାହୁର ଭୁଜା କାଟିଛି। ଏହି କୁରାଢ଼ୀ ଦ୍ୱାରା ମୁଁ କେତେଥର କ୍ଷତ୍ରିଙ୍କର ଲହୁ ପାନ କରିଛି ଓ ଆଜି ତୁମରି ଲହୁରେ ଏହି କୁରାଢ଼ୀର ଶୋଷ ମେଣ୍ଟେଇବି। ଆପଣ ଥରକୁ ଥର ମତେ ଡରଉଛନ୍ତି। ଏପରି ଲାଗୁଛି ଯେପରି ଗୋଟିଏ ବାଳକ ଫୁଙ୍କ ମାରି ପର୍ବତ ଉଡ଼େଇବାକୁ ଚେଷ୍ଟା କରୁଛି। ବ୍ରାହ୍ମଣ ଦେବତା ଯିଏ ବୀର ସେ ବେଶୀ କଥା କହନ୍ତି ନାହିଁ, ସେମାନେ ଯୁଦ୍ଧ କରନ୍ତି। ଏହା କାପୁରୁଷର ଲକ୍ଷଣ କି ଯୁଦ୍ଧ କରିବା ପରିବର୍ତ୍ତେ ସେ ନିଜର ଗୁଣ ଗାଇ ବଡ଼ ବଡ଼ କଥା କହନ୍ତି। ବିଶ୍ୱାମିତ୍ର, ଯଦି ଏହି ଉଦ୍ଦଣ୍ଡ ବାଳକର ରକ୍ଷା ଚାହ ତେବେ ତାକୁ ମୋ ଆଖି ଆଗରୁ ନେଇଯାଅ। ଆପଣ ଆଖି ବନ୍ଦ କରିଦିଅନ୍ତୁ ପ୍ରଭୁ, ମୁଁ ଦେଖାଯିବି ନାହିଁ। ବିଶ୍ୱାମିତ୍ର, ଏହାକୁ ମୋର କ୍ରୋଧ ଓ ପରାକ୍ରମର କଥା କୁହ। ନିଜର ଗୁଣଗାଥା ଏଡ଼େ ସୁନ୍ଦର ବଖାଣୁଛନ୍ତି ଯେ ଅନ୍ୟ କାହାର ଆବଶ୍ୟକତା ହିଁ ନାହିଁ। ଏ ପର୍ଯ୍ୟନ୍ତ ଆପଣଙ୍କର ମହାନ ଗାଥାକୁ ବଖାଣି ବଖାଣି ଯଦି ସନ୍ତୁଷ୍ଟ ହେଇନାହାନ୍ତି, ତେବେ ଶୁଣନ୍ତୁ କିପରି ଆପଣ କର୍ତ୍ତବ୍ୟ ବୀର କୁମାରଙ୍କର ଦୋଷ ଦେଖି କ୍ରୋଧିତ ହୋଇ ଲକ୍ଷ ଲକ୍ଷ କ୍ଷତ୍ରିୟଙ୍କର ସଂହାର କରିଥିଲେ, ପିତାଙ୍କ ଋଣ କିପରି ସୁଝେଇଥିଲେ, ମାତାଙ୍କ ଗଳା ଏହି କୁରାଢ଼ୀ ଦ୍ୱାରା କିପରି କାଟି ଦେଇଥିଲେ। ଶୁଣନ୍ତୁ ଶୁଣନ୍ତୁ ଆପଣଙ୍କର ମହାନ କାର୍ଯ୍ୟର ପୁଣ୍ୟ ଗାଥା। ବାସ୍, ବହୁତ ହେଇଗଲା। ଏବେ ମୋତେ କେହି ଦୋଷ ଦେବ ନାହିଁ। ଏ ବାଳକ ଏବେ ନିଶ୍ଚୟ ମରିବ। ଆଶ୍ଚର୍ଯ୍ୟ ଲାଗୁଛି କି ମୋ କୁରାଢ଼ୀ ସାମ୍ନାରେ ଥାଇ ସୁଦ୍ଧା ସେ ପର୍ଯ୍ୟନ୍ତ କିପରି ବଞ୍ଚିଛି। ମତେ ବି ଆଶ୍ଚର୍ଯ୍ୟ ଲାଗୁଛି କି ମୋର ଦେବତୁଲ୍ୟ ଭାଇକୁ ମୃତ୍ୟୁଦଣ୍ଡ ଦେବା କଥା କେହି ମୋ ସମ୍ମୁଖରେ କରିବ ଓ ମୋ ବାଣରୁ ଏ ପର୍ଯ୍ୟନ୍ତ ବଞ୍ଚିବ। ଲକ୍ଷ୍ମଣ, ମହାମୁନି, ପିଲାଙ୍କ ଦୋଷରେ ବଡ଼ମାନେ କ୍ରୋଧିତ ହୁଅନ୍ତି ନାହିଁ। ଶାନ୍ତ ହୋଇଯାଆନ୍ତୁ ଭଗବାନ। ତୁମେ ଚୁପ୍ ରୁହ କୌଶିକ ନନ୍ଦନ। ଆପଣଙ୍କୁ କ୍ରୋଧ ଶୋଭା ଦେଉନାହିଁ ପ୍ରଭୁ। ଯଦି ବାଳକ କିଛି ଚପଳତା ଦେଖାଏ, ଗୁରୁ ମାତା ପିତା ଏହାର ଆନନ୍ଦ ନିଅନ୍ତି, କ୍ରୋଧ କରନ୍ତି ନାହିଁ।
ଭଗବାନ, ଆପଣ ତ ସବୁ ଜାଣନ୍ତି। ବାଳକର କଥାକୁ ଧରନ୍ତୁ ନାହିଁ। ଆଉ ଫେର ସେ ତ ଆପଣଙ୍କର କୌଣସି ଅପରାଧ କରିନାହିଁ। ଆପଣଙ୍କ ଅପରାଧୀ ମୁଁ। ମୋରି ହାତରେ ହିଁ ଏହି ଧନୁ ଭାଙ୍ଗିଛି। ଯଦି ଦଣ୍ଡ ଦେବେ ତେବେ ମୋତେ ଦିଅନ୍ତୁ। ମୋତେ ଆପଣଙ୍କର ଦାସ ଭାବି ମୋ ଉପରେ କୃପା କରନ୍ତୁ, କିମ୍ବା କ୍ରୋଧ କରନ୍ତୁ, କିମ୍ବା ମୋର ପ୍ରାଣ ନେଇ ଯାଆନ୍ତୁ। ଯେପରିକି ଆପଣଙ୍କର ଏହି କ୍ରୋଧ ଶାନ୍ତ ହୋଇଯିବ, ମୁଁ ସେହି ଉପାୟ କରିବା ପାଇଁ ପ୍ରସ୍ତୁତ। ତୁମେ ବି କିଛି କମ୍ ଧୂର୍ତ୍ତ ନୁହେଁ। ଭଗବାନ ଶଙ୍କରଙ୍କର ଧନୁ ଭାଙ୍ଗି ଏବେ ତୁମେ ମତେ ଜ୍ଞାନ ଶିଖଉଛ। ସେପଟେ ତୁମର ଛୋଟ ଭାଇ ତୁମର ସମ୍ମତି ପାଇଁ ମତେ ରଗେଇ ମୋର ବଳକୁ ଧୀରେ ଧୀରେ କ୍ଷୀଣ କରିଦେଉଛି। ଆଉ ଏପଟେ ତୁମ ମୋ ପାଖେ ହାତ ଯୋଡ଼ି ବଡ଼ ଅନୁନୟ ବିନୟ କରୁଛ। ପରନ୍ତୁ ତୁମର ଏହି ଛଳ କପଟ ଆଉ ଚଳିବ ନାହିଁ। ତୁମେ କଣ ଭାବୁଛ ନିଜକୁ ନିଜେ ରାମ ବୋଲି କହି ତୁମେ ପରଶୁରାମର ସମ୍ମୁଖୀନ ହୋଇପାରିବ? ତେବେ ଉଠାଅ ଶସ୍ତ୍ର ଓ ମୋ ସହିତ ଯୁଦ୍ଧ କର। ମୁଁ ତମକୁ ନିଃଶସ୍ତ୍ର ମାରିବି ନାହିଁ, ବୀରୋଚିତ ମୃତ୍ୟୁର ଅବସର ଦେବି। ଆଉ ଯୁଦ୍ଧ କରିବ ନାହିଁ ତ ଭାଇ ସಮೇତ ତୁମକୁ ଏବେ ମାରିଦେବି। ପ୍ରଭୁ, ଯଦି ରଣ ପାଇଁ ଆମକୁ କିଏ ଆମନ୍ତ୍ରଣ ଦିଏ, ତେବେ କ୍ଷତ୍ରିୟ ଧର୍ମ ଅନୁଯାୟୀ ଆମେ ତା ସହିତ ଅବଶ୍ୟ ଲଢ଼ିବୁ। ଯଦ୍ୟପି ସେ ସ୍ୱୟଂ କାଳ ବି ହେଇଥାଉ, ପରନ୍ତୁ ଆମ ରଘୁବଂଶୀୟଙ୍କର ଏହା ମଧ୍ୟ ଧର୍ମ ଯେ କି ଆମେ ଗାଈ, ବ୍ରାହ୍ମଣ ଆଉ ସ୍ତ୍ରୀ ଉପରେ କଦାପି ହାତ ଉଠାଉ ନାହିଁ। ବ୍ରାହ୍ମଣ ଆମ ପାଇଁ ସର୍ବଦା ପୂଜନୀୟ, ଆଉ ତାଙ୍କର ସେବା କରିବା ଆମର ପରମ ଧର୍ମ। ତେବେ ପ୍ରଭୁ ଆଉ ସେବକଙ୍କ ମଧ୍ୟରେ ଯୁଦ୍ଧ କିପରି ସମ୍ଭବ? ଆପଣଙ୍କ ସହ ଆମର ତୁଳନା କିପରି ସମ୍ଭବ? ଭଗବାନ, ମୋର ତ ଅତି ଛୋଟ ନାଟିଏ ରାମ, ପରନ୍ତୁ ଆପଣଙ୍କର ପରଶୁ ସମେତ ପରଶୁରାମ। ଆପଣ ନିଜ ରାମକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି, ପରନ୍ତୁ ମୁଁ ତ ଆପଣଙ୍କ ପ୍ରଭୁତାକୁ ଜାଣେ। ଆପଣଙ୍କ ପାଖରେ ହାରିଲେ ସୁଦ୍ଧା ତାହା ମୋର ଜିତ୍। विप्र वंश की अस्प्रभुताई, अभय हुई ही जो तुम ही डराई। শুনি মৃদু গুঢ় বাণী শ্রী রঘুপতির, উঠই পটল পরশুধর মতির। ରାମ ଏହି ଧନୁଷ ବିଷ୍ଣୁ ମୋର ପିତାମହ ମହର୍ଷି ଋଚିକଙ୍କ ପାଖରେ ଧରହର ରୂପରେ ରଖିଥିଲେ। ଯଦି ବିଷ୍ଣୁଙ୍କର ଏହି ଧନୁ ଉପରେ ତୁମେ ବାଣ ଚଢ଼ାଇ ପାରିବ, ତେବେ ମୋର ସନ୍ଦେହ ଦୂର ହୋଇଯିବ ଏବଂ ମୁଁ ତୁମକୁ ଚିହ୍ନି ପାରିବି। রাম পরশুরাম করু ধনু নেই, টাণন্তে চাপ সন্দেহ মিটাই, টাণন্তে চাপ সন্দেহ মিটাই। ରଘୁନନ୍ଦନ, ଆପଣ ଜାଣନ୍ତି ଯେ ଏହି ଦିବ୍ୟ ବୈଷ୍ଣବ ବାଣ କେବେ ହେଲେ ଖାଲି ଯାଏ ନାହିଁ। ପରନ୍ତୁ ପ୍ରଥମତଃ ଆପଣ ବ୍ରାହ୍ମଣ, ଆଉ ଦ୍ୱିତୀୟରେ ଗୁରୁ ବିଶ୍ୱାମିତ୍ରଙ୍କର ଭଉଣୀଙ୍କର ଆପଣ ପୁତୁରା। ସେଇଥିପାଇଁ ଅମୋଘ ବାଣ ମୁଁ ଆପଣଙ୍କ ଉପରେ ଛାଡ଼ିପାରିବି ନାହିଁ। ଏବେ ଆପଣ କୁହନ୍ତୁ,
ମୁଁ କାହାକୁ ନଷ୍ଟ କରିବି? ଆପଣଙ୍କ ନିକଟରେ ମନର ଗତି ଦ୍ୱାରା ସର୍ବତ୍ର ଯିବା ଆସିବା ପାଇଁ ଯେଉଁ ଶକ୍ତି ଅଛି ତାକୁ, କିମ୍ବା ଆପଣ ନିଜ ତପ ବଳରେ ଯେଉଁ ପୁଣ୍ୟ ଅର୍ଜନ କରିଛନ୍ତି ତାକୁ ନାଶ କରିବି? ହେ ରଘୁନନ୍ଦନ, ମୋର ଆବାଗମନର ଶକ୍ତିକୁ ନଷ୍ଟ କର ନାହିଁ। କାରଣ ଯେତେବେଳେ ମୁଁ ମୋର ଗୁରୁ କଶ୍ୟପ ଋଷିଙ୍କୁ ଏହି ସାରା ପୃଥିବୀ ଦାନ କରିଥିଲି, ସେତେବେଳେ ସେ ମୋତେ କହିଥିଲେ ଯେ ମୁଁ ତାଙ୍କ ରାଜ୍ୟରେ ଆଉ ରହିପାରିବି ନାହିଁ। ସେବେଠାରୁ ମୁଁ ପୃଥିବୀରେ କେବେ ହେଲେ ରାତିରେ ବିଶ୍ରାମ କରେ ନାହିଁ। ମୋତେ ରାତିରେ ମହେନ୍ଦ୍ର ପର୍ବତ ଉପରକୁ ଯିବା ପାଇଁ ସେହି ଶକ୍ତିର ପରମ ଆବଶ୍ୟକତା ଅଛି। ପରନ୍ତୁ ଆପଣ ସେହି ଅମୋଘ ବାଣ ଦ୍ୱାରା ମୋର ସମସ୍ତ ପୁଣ୍ୟ ଲୋକର ନାଶ କରିଦିଅନ୍ତୁ, ଯାହା ସହିତ ନାଶ ହୋଇଯିବ ମୋର କୀର୍ତ୍ତି, ମୋର ଅହଙ୍କାର ଓ ଅହଙ୍କାର ଜନିତ ମୋର ସମସ୍ତ କ୍ରୋଧ। ରାମ, ଏହାକୁ ପୂର୍ବ ଦିଗକୁ ଛାଡ଼। ଜୟ ରଘୁକୁଳ ତିଳକ, ତୁମର ଜୟ ହେଉ। ଜନକ, ତୁମର ଅନେକ ଜନ୍ମର ପୁଣ୍ୟ ଫଳ ଯୋଗୁଁ ଶ୍ରୀରାମ ତୁମ ଧାମକୁ ଆସିଛନ୍ତି ଏବଂ ରାମଙ୍କର ଏହି ସଂଯୋଗ ସ୍ୱୟଂ ବ୍ରହ୍ମା ଭଗବାନ ଶିବଙ୍କର ଆଶୀର୍ବାଦରୁ ନିଶ୍ଚିତ କରିଥିଲେ। ଧୁମଧାମରେ ଏହି ବିବାହ ସମ୍ପନ୍ନ କର, ଏଥିରେ ହିଁ ତୁମର କଲ୍ୟାଣ। ରାମ, ତୁମକୁ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୋତେ ଆପଣଙ୍କ ପୁତ୍ର ଭାବି ମୋତେ ସର୍ବଦା ଆପଣଙ୍କର ସ୍ନେହ ଦେଉଥିବେ। ମୋର ଦୋଷାଦୋଷକୁ କ୍ଷମା କରିଦେବେ। ତୁମର ସର୍ବଦା କଲ୍ୟାଣ ହେଉ ପୁତ୍ର। ବ୍ରହ୍ମର୍ଷି, ଆପଣଙ୍କର ପ୍ରସାଦରୁ ଶ୍ରୀରାମ ଶିବଧନୁକୁ ଭାଙ୍ଗି ମୋର ପଣକୁ ପୂରା କରି ମୋତେ କୃତାର୍ଥ କରିଦେଲେ। ଏବେ ଆପଣ ଯାହା ଠିକ୍ ଭାବୁଛନ୍ତି ତାହା ଆଜ୍ଞା ଦିଅନ୍ତୁ। ମିଥିଳା ନରେଶ, ଏହି ବିବାହ ତ ଧନୁବାଣର ସର୍ତ୍ତର ଅଧୀନ ଥିଲା, ତେଣୁ ଏହା ଭାଙ୍ଗିଲା ପରେ ବିବାହ ସମ୍ପନ୍ନ ହୋଇଗଲା। ତଥାପି ତୁମେ ତୁମର କୁଳର ରୀତି ଅନୁଯାୟୀ ନିଜ କୁଳର ଗୁରୁଜନ ତଥା ସମସ୍ତଙ୍କୁ ପଚାରି ସମସ୍ତ କାର୍ଯ୍ୟ କର। ଆଉ ଅଯୋଧ୍ୟାକୁ ଦୂତ ପଠାଇ ମହାରାଜ ଦଶରଥଙ୍କୁ କୁହ ଯେ ସେ ବରଯାତ୍ରୀ ସାଥିରେ ଜନକପୁରୀ ପହଞ୍ଚନ୍ତୁ। ଯାହା ଆଜ୍ଞା। ପରଶୁରାମଙ୍କ ବିଷୟରେ ବାଲ୍ମୀକି ଲେଖିଛନ୍ତି ଯେ ପରଶୁରାମ ବିଷ୍ଣୁଙ୍କର ଅଂଶ ଅବତାର ଥିଲେ। ସେ ତାଙ୍କର ପିତାଙ୍କର ହତ୍ୟାର ବଦଳା ନେବା ପାଇଁ 21 ଥର ଏହି ପୃଥିବୀକୁ କ୍ଷତ୍ରିୟବିହୀନ କରିଦେଇଥିଲେ। ଶେଷରେ ଯେତେବେଳେ ସେହି ପୃଥିବୀକୁ ତାଙ୍କ ଗୁରୁଙ୍କୁ ଦାନ କରିଦେଲେ, ତେବେ ଗୁରୁ କହିଥିଲେ, ତୁମେ ଏବେ ମୋର ରାଜ୍ୟରେ ରହିପାରିବ ନାହିଁ। ଏହି କଥାର ଇଙ୍ଗିତ ପରଶୁରାମ ରାମଙ୍କୁ ଦେଇଥିଲେ। ନିଜର ତପବଳରୁ ସେ ଅନେକ ପୁଣ୍ୟ ଲୋକ ଅର୍ଜିତ କରିସାରିଥିଲେ। ନିଜର ସିଦ୍ଧିବଳ ଯୋଗୁଁ ମନର ଗତି ଦ୍ୱାରା ସେ ମନ ଇଚ୍ଛା ଭ୍ରମଣ କରିପାରୁଥିଲେ। ସେଥିପାଇଁ ଅଂଶାବତାର ହୋଇ ସୁଦ୍ଧା ତାଙ୍କଠାରେ ଅହଙ୍କାରର ସୀମା ନଥିଲା। ଅହଙ୍କାର ବହୁତ ଖରାପ କାମ କରାଏ, କାରଣ ଏହା ମନୁଷ୍ୟକୁ ନିଜର ମତାମତ ସମ୍ପର୍କରେ ଅନ୍ଧ କରିଦିଏ। ତାକୁ ଅନ୍ୟର କୌଣସି ଭଲ ଜିନିଷ ଦେଖାଯାଏ ନାହିଁ। ସେଥିପାଇଁ ପରଶୁରାମଙ୍କୁ ମଧ୍ୟ ଶ୍ରୀରାମଙ୍କୁ ଚିହ୍ନିବା ପାଇଁ ଏତେ ସମୟ ଲାଗିଥିଲା। ଅହଙ୍କାରରେ ଉତ୍ତେଜନା ବି ବହୁତ ହୁଏ। ଆଉ ଏକ ଅହଙ୍କାରୀ ପୁରୁଷର ଶକ୍ତିକୁ କ୍ଷୀଣ କରିବାର ପଦ୍ଧତି ସେଇଆ ଯାହା ଲକ୍ଷ୍ମଣ କରି ଦେଖାଇଲେ। ସେ ତାଙ୍କ କଥା ଦ୍ୱାରା ପରଶୁରାମଙ୍କୁ ଅତି କ୍ରୋଧିତ କରିଦେଇଥିଲେ।
କ୍ରୋଧରେ ଉତ୍ତେଜିତ ହେଉଥିବା ପୁରୁଷର ଶକ୍ତି କ୍ଷୀଣ ହୋଇଯାଏ। ସେଥିପାଇଁ ଗମ୍ଭୀର ପରିସ୍ଥିତି ସମୟରେ ମନୁଷ୍ୟକୁ ଉତ୍ତେଜିତ ନ ହୋଇ ଶାନ୍ତ ରହିବା ଆବଶ୍ୟକ। ତେବେ ଯାଇ ସେ ବିଜୟୀ ହୋଇପାରିବ। ସେପଟେ ଶ୍ରୀରାମ ସର୍ବସମର୍ଥ ହୋଇ ସୁଦ୍ଧା ସେ ପର୍ଯ୍ୟନ୍ତ ଧନୁଶର ଉଠାଇ ନାହାନ୍ତି ଯେଉଁ ପର୍ଯ୍ୟନ୍ତ ଗୁରୁ ବିଶ୍ୱାମିତ୍ର ତାଙ୍କୁ ସ୍ୱୟଂ ଆଦେଶ ନ ଦେଇଛନ୍ତି। କିନ୍ତୁ ସୀତାଙ୍କର ଅଧୀରତା ଆଉ ବିହ୍ୱଳତାକୁ ସେ ଭଲ ଭାବେ ଦେଖିପାରୁଥିଲେ ଆଉ ବୁଝିପାରୁଥିଲେ। ଗୋଟିଏ ପଟେ ମର୍ଯ୍ୟାଦାର ସେହି ପ୍ରତିବନ୍ଧ, କିନ୍ତୁ ଅନ୍ୟପଟେ ମନରେ ହିଁ ଶ୍ରୀରାମ ସୀତାଙ୍କର ଏହି ଅଧୀରତାରେ ତାଙ୍କ ପ୍ରତି ପ୍ରେମର ଏହି ପରାକାଷ୍ଠାକୁ ଦେଖି ବହୁତ ପୁଲକିତ ହୋଇ ଉଠିଥିଲେ। ଯେପରି ତୁଳସୀଦାସ ଲେଖିଛନ୍ତି, ଦେଖି ବିପୁଳ ବିକଳ ବୈଦେହୀ ନିମିଷ ବିହାତ କଳପ ସମତେହି ଅସ ଜିଏ ଜାନି ଜାନକୀ ଦେଖି ପ୍ରଭୁ ପୁଲକେ ଲେଖି ପ୍ରୀତ ବିଶେଖି। ଆଜିର ଏହି ଯୁଗରେ ଏହି ଶିକ୍ଷାର କେତେ ଆବଶ୍ୟକତା ରହିଛି ଏକଥା ସମସ୍ତେ ଜାଣନ୍ତି। ଯଦି ଆଜିର ସମାଜ କେବଳ ଏତିକି ବୁଝିନେବ ତେବେ ରାମାୟଣର କଥା ସାର୍ଥକ ହୋଇଯିବ। ଆଜିର ଏହି ଯୁଗରେ ଯଦି ଏଭଳି ଆମେ ସଂଯମ ଓ ମର୍ଯ୍ୟାଦା ପାଳନ କରିପାରିବା ତେବେ ଆମର ସାମାଜିକ ଆଉ ବୈବାହିକ ଜୀବନରେ ଅନେକ ଦୁଶ୍ଚିନ୍ତା ଲୋପ ପାଇଯିବ ଆଉ ପ୍ରେମର ବାତାବରଣ ଚାରିଆଡ଼େ ଖେଳିଯିବ। ରାମାୟଣ ଏପରି ଉଚ୍ଚ ବିଚାରର ଏକ ପ୍ରେରଣା ସ୍ରୋତ। ଏହା ହିଁ ଏହି ଗ୍ରନ୍ଥର ମହାନତା। ଜୟ ଶ୍ରୀରାମ। মঙ্গলকারী মঙ্গলহারি দশরথ তনয় সে অজেয় শ্রীহরি। সীতারাম চরিত্র অতি পবিত্র মধুর সরস অতি মনোভাব।